ପିଲାମାନେ ଫାଷ୍ଟ ମୋତେ କୁହ ପିଲାମାନେ ଓଡ଼ିଆ ଏକ୍ଜାମଟି କିପରି ହେଲା? ଓଡ଼ିଆ ଏକ୍ଜାମଟି ସାର୍ କିପରି ହେଲା? ମୋତେ ଖାଲି ସମସ୍ତେ ଜଣାଅ। ସମସ୍ତେ ଜଣାଅ। ସମସ୍ତେ ଜଣାଅ ଆଉ ମୁଁ ଜାଣିଛି ତମମାନଙ୍କ ସବୁ ଭଲ ହେଇଥିବ। ଓଡ଼ିଆ ନା ଓଡ଼ିଆ ସବୁ କଣ କରିକି ଆସିଥିବ? ସବୁ ଫାଟିକି ପଳେଇ ଆସିଥିବ ହେଲା। ପେଜ୍ ତ କିଛି ଗ୍ୟାପ୍ ନାହିଁ ନା? ପେଜ୍ କିଛି ଗ୍ୟାପ୍ ଅଛି? ପିଲାମାନେ କୁହ। କିଛି ବ୍ଲାଙ୍କ ଅଛି? ପେଜ୍ କିଛି ବ୍ଲାଙ୍କ ଅଛି? କିଛି ନାହିଁ ନା? ପେଜ୍ କିଛି ବ୍ଲାଙ୍କ ନାହିଁ। ଭେରି ଗୁଡ୍। ଆଉ ଇଂଲିଶ? ଇଂଲିଶ ପାଇଁ କଣ କରିବ? କୁହ। ସାର୍ ଇଂଲିଶ ତ ଆମେ 2 ଲାଇନ୍ ମନରୁ ଲେଖିପାରିବୁନି। 2 ଲାଇନ୍ ମନରୁ ଲେଖିପାରିବ? ଲେଖିପାରିବ ନା? ଲେଖିପାରିବନି। ଆଉ ତାହେଲେ କିପରି ପିଲାମାନେ 85 ରଖିବ କୁହ? 85 ଦରକାର। ଇଂଲିଶରେ 85 ଦରକାର। ଇଂଲିଶରେ 85 ଦରକାର। ତମ ଗଧ ହେଲେ ବି ତମକୁ 85 ଦରକାର। ମୁଁ ଜାଣିଛି। 85 ଦରକାର। କାରଣ ଅଧିକ ମାର୍କ ଦରକାର ନା ଦରକାର ନୁହଁ? ଦରକାର। ଆଟଲିଷ୍ଟ 80 ରଖିବ ନା? ଆରେ ଇଂଲିଶରେ ଆଟଲିଷ୍ଟ 80 ରଖିବ ନା? ନା ରଖିବନି? ରଖିବ। ତାହେଲେ ଠିକ୍ ଭିଡ଼ିଓରେ ପିଲାମାନେ କ୍ଲିକ୍ କରିଛ। ତମମାନଙ୍କୁ ମୁଁ ଆଜି ଟୋଟାଲ ଡେସ୍କ୍ରାଇବ୍ କରିଦେବି। ଟୋଟାଲ ଡେସ୍କ୍ରାଇବ୍ କରିବା ଆମେ ଯେ ଗୋଟେ ପିଲା ଇଂଲିଶରେ କିପରି ଆମେ 80 ରଖିବା। କଣ ରଖିବା? 80 ରଖିବା। ବୁଝି ହଉଛି ନା ବୁଝି ହଉନି? ତମେମାନେ ଯଦି ଲେଖା ପାଠ ବାବା ଗୋଟେ ଜିନିଷ ହେଲା ଲେଖା ପାଠ। ଆଉ ତମେମାନେ ଯଦି ପାଠ ପଢିକି ଯାଇଛ ଦେନ୍ ଓକେ। ଯଦି ନ ପଢିକି ଯାଇଛ ଇଂଲିଶରେ ତମମାନଙ୍କୁ କେତେ ରିକଲିଂ କରିବ କେତେ ମନକୁ ୱାର୍ଡ ଭାବିକି ଲେଖିବ ମୋତେ କହୁନ। ଓଡ଼ିଆ ତ ଲେଖିଦେବନି ନା? ନା ଇଂଲିଶ ମଝିରେ ଓଡ଼ିଆ ଲେଖିଦେବ? ଓଡ଼ିଆ ଲେଖିବନି ନା? ଆମକୁ ଇଂଲିଶ ହିଁ ଲେଖିବାକୁ ପଡିବ। ଇଂଲିଶରେ ହିଁ ଲେଖିବାକୁ ପଡିବ। ତାହେଲେ କଣ ଲେଖିବ? କଣ ଲେଖିବ? ମୁଁ ଭଲ ପିଲାଙ୍କର ଷ୍ଟ୍ରାଟେଜିଠୁ ଆରମ୍ଭ କରିକି ଏବେ ମୁଁ ଯୋଉମାନେ ଭାବିଛ ସାର୍ ମୁଁ ଇଂଲିଶରେ ଫେଲ୍ ହେଇଯିବି ସେମାନଙ୍କ ପର୍ଯ୍ୟନ୍ତ ଯିବି। ସେମାନଙ୍କ ପର୍ଯ୍ୟନ୍ତ ମୁଁ ଯିବି। ଫାଷ୍ଟ ମୁଁ କହୁଛି ପିଲାମାନେ ଭଲ ପିଲାଙ୍କ କଥା କହୁଛି। ଭଲ ପିଲାଙ୍କ ଆରମ୍ଭ କରିକି ପିଲାମାନେ ମୁଁ ଶେଷରେ ଯୋଉମାନେ ସବୁ କଣ ଅଛ ଲୋ ଷ୍ଟାଣ୍ଡାର୍ଡ ପିଲା ଅଛ ଆମେ କିଛି ଲେଖିପାରିବୁନି କିଛି ହିଁ ଜାଣିନୁ କିଛି ବି ଜାଣିନୁ ସାର୍ ଗୋଟେ ଦିନରେ ମୁଁ କିଛି କରିପାରିବିନି ଏଟା ଫ୍ୟାକ୍ଟ କଥା ରିଅଲ କଥା। ଗୋଟେ ଦିନରେ ମୁଁ କିଛି କରିପାରିବୁନି ତାହେଲେ ଲେଖିବୁ କଣ? ଲେଖିବୁ କଣ? ଓକେ ଠିକ ଅଛି। ତାହେଲେ କଣ କରିବା? ତମର ଫାଷ୍ଟ ପଡୁଛି କଣ ସିଲାବସ? ତମର ପଡୁଛି କଣ? ଫାଷ୍ଟ ଟ୍ରାନ୍ସଲେସନ ପଡୁଛି। ତାହେଲେ କଣ ପଡୁଛି? ଟ୍ରାନ୍ସଲେସନ ପଡୁଛି 10 ମାର୍କ। ସମରି ପଡୁଛି କିମ୍ବା କଣ ପଡୁଛି? ରିପୋର୍ଟ ରାଇଟିଂ ପଡୁଛି ହେଲା। ରିପୋର୍ଟ ରାଇଟିଂ ପଡୁଛି କେତେ ମାର୍କ ପଡୁଛି ପିଲାମାନେ? 5 ମାର୍କ ଆସିଗଲା। ନେକ୍ସଟ କଣ ଆସିଗଲା ପିଲାମାନେ? ଏସେ। ଏସେ ଆସିଗଲା କେତେ ମାର୍କ ପିଲାମାନେ? 10 ମାର୍କ ଆସିଗଲା ହେଲା। ଆଉ ପ୍ରୋଜ ପୋଏଟ୍ରିର ପିଲାମାନେ ଲଙ୍ଗ କ୍ୱେଶ୍ଚିନ୍ ପଡୁଛି କେତେ ମାର୍କ? 5 ମାର୍କ ପଡୁଛି ଲଙ୍ଗ କ୍ୱେଶ୍ଚିନ୍। ଆଉ ପିଲାମାନେ ତମମାନଙ୍କର ସେଇ ପ୍ରୋଜ ପୋଏଟ୍ରିର କଣ ପଡୁଛି? 2.5 ମାର୍କ ପଡୁଛି ତମର 5 × 2 ନା? 5 × 2 କେତେ ମାର୍କ ଆସିଲା? 10। ପ୍ରୋଜ ଗୋଟେ ପୋଏଟ୍ରି ଗୋଟେ 2.5 × 2 ହେଇଗଲା କେତେ? 5 ମାର୍କ। ତମର କଣ ଆସିଲା ପିଲାମାନେ? ଏଇଟା ତମମାନଙ୍କର ଏଇଟା କଣ ହେଇଗଲା ପିଲାମାନେ? ସେଇ ପ୍ରୋଜ ପୋଏଟ୍ରିର କଣ ଅଛି? 2.5 ମାର୍କରେ କଣ ଆସୁଛି? ଦିଟା କ୍ୱେଶ୍ଚିନ୍ ଆସୁଛି। ବୁଝିହେଲା? ଆଉ କଣ ଆସିଲା ପିଲାମାନେ ତମର ଏଠି? ଆଉ କଣ ହେଇଗଲା? ଆପ୍ଲିକେସନ କିମ୍ବା ଲେଟର। ଆପ୍ଲିକେସନ କିମ୍ବା ଲେଟର ତମର କେତେ ମାର୍କ ଆସୁଛି ପିଲାମାନେ? 5 ମାର୍କ ଆସୁଛି। ଆଉ କଣ ହେଇଗଲା ପିଲାମାନେ? ପ୍ୟାସେଜ ରହିଗଲା। ଅନସିନ୍ ପ୍ୟାସେଜ ରହିଗଲା ନା? ପ୍ୟାସେଜ ହେଲା। ପ୍ୟାସେଜ କେତେ ମାର୍କ ଆସିଯାଉଛି ପିଲାମାନେ? 5 ମାର୍କ ଆସିଯାଉଛି। ହେଇଗଲା 5 5 10 ହେଲା 15 15 10 କେତେ? 25 ହେଲା 35 40 10 50 ତ ଟୋଟାଲ ହେଇଗଲା କେତେ ମାର୍କ ପିଲାମାନେ? ତମର 50 ମାର୍କ ହେଇଗଲା। କଣ ହେଇଗଲା? 50 ମାର୍କ ହେଇଗଲା। ଏ ଆସୁଛି ନା ଆଉ କଣ ଆସୁଛି ମୋତେ କୁହ? ଏ ଆସୁଛି। ତ ଭଲ ପିଲାମାନଙ୍କ ପାଇଁ ଗୋଟେ ମୁଁ ସଜେଷ୍ଟ କରିବି ପିଲାମାନେ ତମେ କଣ? ତମେ ଯେତେକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଅଛି ଯେତେକ ବି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଅଛି ମୁଁ ଖାଲି ତମମାନଙ୍କ ପାଇଁ ଗୋଟେ ମିନିଟ୍ ଖାଲି କହି ଦଉଛି ପିଲାମାନେ ଯେତେକ ବି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଅଛି ଆଜ ୱେଲ୍ ଆଜ ତମର ମୁଁ କଣ କହିବି ପ୍ରୋଜରୁ ହଉ କିମ୍ବା ପୋଏଟ୍ରି ହଉ ତମେ କଣ କର ଲଙ୍ଗ କ୍ୱେଶ୍ଚିନ୍ସ ଇମ୍ପୋର୍ଟାଣ୍ଟ ଯୋଉଟା ଅଛି ତାକୁ ପ୍ରାକ୍ଟିସ କରିଯାଅ ଆରାମସେ ବାଜିଯିବ। ତମମାନଙ୍କ ଖୁସି ଯଦି ସମରି ପାଇଁ ଲେଖିବା ପାଇଁ ଯଦି ସମରି ଚାହୁଁଛ ତାହେଲେ ସମରି ପ୍ରାକ୍ଟିସ କରିଯାଅ। ନାଇଁ ଯଦି ରିପୋର୍ଟ ରାଇଟିଂ ଲେଖିବାକୁ ଚାହୁଁଛ ରିପୋର୍ଟ ରାଇଟିଂ ଲେଖିକି ଯାଅ। ଯାହା କରିବ ଗୋଟେ ଦିଟା ଯାକକୁ ଦେଖିକି ତମମାନଙ୍କ ସମୟ ୱେଷ୍ଟ କରନି। ଜମା ସମୟ ୱେଷ୍ଟ କରନି। ଯାହା ଦେଖୁଛ ପିଲାମାନେ କଣ କର ଗୋଟେ ଜିନିଷକୁ ଦେଖିକି ଯାଅ ଆରାମସେ କଣ ବାଜିଯିବ ତମର ଗୋଟେ ବାଜିଯିବ। ନେକ୍ସଟ ହେଲା ପିଲାମାନଙ୍କ ଟ୍ରାନ୍ସଲେସନ ତାକୁ ଆମେ କହିପାରିବାନି କଣ ପଡିବ ତାକୁ ଆମେ କିଛି ବି କହିପାରିବାନି ଅନୁମାନ କରିକି ଆମେ କିଛି କହିପାରିବାନି ଯେ ଆମର ଟ୍ରାନ୍ସଲେସନ କଣ ପଡିବ କିନ୍ତୁ ଟ୍ରାନ୍ସଲେସନକୁ ପ୍ରାକ୍ଟିସ ଆମକୁ ଯେମିତି କଣ ଆଟେଣ୍ଡ କରିବାକୁ ପଡିବ କାରଣ 5ଟି କ୍ୱେଶ୍ଚିନ୍ ଆସୁଛି 2 ମାର୍କ ଲେଖିଲେ ତମର କଣ 10 ମାର୍କ ଆସିଯାଉଛି। ନେକ୍ସଟ ଆସିଲା ଆପ୍ଲିକେସନ କିମ୍ବା ଲେଟର। ଆପ୍ଲିକେସନ ଲେଟରକୁ ତମେ କଣ ପିଲାମାନେ ଯେକୌଣସି ଗୋଟାକୁ ଚଏସ୍ କରି କଣ ଲେଖିପାରିବ ଏବଂ ଏସେ ହେଲା କଣ ତମଙ୍କର ଏଠି ପିଲାମାନେ କମ୍ପଲସରି ଏସେ ଆସିଯାଉଛି 10 ମାର୍କ ଯୋଉଠି ତମକୁ 9 ରଖିବାକୁ ପଡିବ 9 ମାର୍କ ରଖିବାକୁ ପଡିବ ଏବଂ ପ୍ୟାସେଜ ହେଲା ମାର୍କ 5 ମାର୍କ ଆମକୁ ପ୍ୟାସେଜରେ ମଧ୍ୟ 5 ରୁ 5 ପାଇବାର ଅଛି। ଏ ହେଲା କଣ ତମଙ୍କ ଭଲ ପିଲାଙ୍କ ପାଇଁ। ଆଉ ଯୋଉ ବଳିଗଲା ନା ସବୁ ଆମେ କଣ ଷ୍ଟାଣ୍ଡାର୍ଡ ପିଲା ହେଲା ଲୋ ଷ୍ଟାଣ୍ଡାର୍ଡ ପିଲା ସବୁ ଆସିଗଲ ସାର୍ ଆମେ କଣ ଲେଖିବୁ ତମମାନଙ୍କ ପାଇଁ ହିଁ ମୁଁ କହୁଛି ପିଲାମାନେ ତମମାନଙ୍କ ପାଇଁ ହିଁ କହୁଛି। ଟ୍ରାନ୍ସଲେସନ ପ୍ରଥମ ଜିନିଷ ହେଲା ପିଲାମାନେ ଟ୍ରାନ୍ସଲେସନ ତମମାନେ ହାତ ମାରିବନି ଟ୍ରାନ୍ସଲେସନରେ ପିଲାମାନେ ହାତ ମାରିବନି। ମୁଁ ଯୋଉ ୱେରେ କହୁଛି ପିଲାମାନେ ଯାହା ଯାହା କହୁଛି ତାକୁ ଖାଲି ମୁଖଟା ଶୁଣି ରଖ। ଆଉ ତମମାନଙ୍କୁ ଏକ୍ଜାମ ହଲ ନା ଟିକେ ପରିଶ୍ରମ କରିବାକୁ ପଡିବ। ଏକ୍ଜାମ ହଲରେ ଟିକେ ପରିଶ୍ରମ କରିବାକୁ ଭଲ ପିଲାଙ୍କୁ ପଚାରିବାକୁ ପଡିବ। ମୁଁ ଡାଇରେକ୍ଟ କହୁଛି ପିଲାମାନେ ତମେ ଯଦି ମାର୍କ ପାଇବାକୁ ଚାହୁଁଛ ତାହେଲେ ତମକୁ କଣ ଡାଇରେକ୍ଟ ଏ କାମ କରିବାକୁ ହିଁ ପଡିବ ଆଉ କିଛି ଅପସନ ହିଁ ନାହିଁ।
ଅପସନ୍ ହିଁ ନାହିଁ ପିଲାମାନେ। ଏବଂ ଇଂଲିଶ ସର୍ଟ କୋଶ୍ଚିନ୍ କଥା କହିବି, ଇଂଲିଶ ସର୍ଟ କୋଶ୍ଚିନ୍ କଥା କହିବି, ତମମାନେ ଇଂଲିଶ ସର୍ଟ କୋଶ୍ଚିନ୍ ସାର୍ ଆଟଲିଷ୍ଟ ପିଲାମାନେ 50 ରୁ ନା ଆଟଲିଷ୍ଟ ଟ୍ରାଏ କରିବ 35 ପ୍ଲସ୍ ରଖିବାକୁ। ଯଦି ଇଂଲିଶ ଅବଜେକ୍ଟିଭରେ ଯଦି ମାର୍କ ନ ପାଇବ ତାହେଲେ ସବଜେକ୍ଟିଭରେ ପିଲାମାନେ ମାର୍କ ପାଇ ଆଶା ରଖିବନି, ଅଧିକ ଆଶା ରଖିବନି। ମୁଁ କହିଲି ସତ କଥା। ଇଂଲିଶରେ ପିଲାମାନେ 50 ରୁ ଆଟଲିଷ୍ଟ ତମମାନଙ୍କ ଚେଷ୍ଟା କରିବ କେତେ ମାର୍କ ରଖିବାକୁ 35 ରଖିବାକୁ। ଯୋଉମାନେ ପିଲାମାନେ 60% ତଳକୁ ଅଛ ପିଲାମାନେ, ଯୋଉମାନେ 60% ତଳକୁ ପିଲା ଅଛ, ଆଉ ଯୋଉମାନେ ଭଲ ପିଲା ଅଛ ତମକୁ ଚେଷ୍ଟା କରିବ କେତେ ମାର୍କ ରଖିବାକୁ ଆଟଲିଷ୍ଟ ପିଲାମାନେ 45 ରଖିବାକୁ, 45 ରଖିବାକୁ। ଯଦି ଗ୍ରାମାରରେ ମେ ବି ଗୋଟେ ଦିଟା ଭୁଲ ହେଇଯାଇପାରେ, ନଚେତ ପ୍ରୋଜ ପୋଏଟ୍ରି ତମର ନନ୍ ଡିଟେଲ ଯାହା ବି ଆସୁଛି ନା ଷ୍ଟୋରି ଯାହା ଆସୁଛି ତମେ କଣ ସେଥିରେ କିଛି ଭୁଲ କରିବ ନାହିଁ, କିଛି ବି ଭୁଲ କରିବ ନାହିଁ ପିଲାମାନେ, ମୁଁ କହି ରଖିଲି ତମମାନଙ୍କୁ। ଆଚ୍ଛା ନେକ୍ସଟ ଥିଲା ପିଲାମାନେ କଣ ତମଙ୍କର ପିଲାମାନେ ତମର ଷ୍ଟାଣ୍ଡାର୍ଡ ପିଲାମାନେ ତମକୁ ମୁଁ କହୁଛି, ତମକୁ ମୁଁ କଣ କହିଲି ପିଲାମାନେ ଟ୍ରାନ୍ସଲେସନ ପ୍ରଥମେ ଛାଡ଼ିଦବ, ପ୍ରଥମେ ଟ୍ରାନ୍ସଲେସନ ଛାଡ଼ିଦବ, ବୁଝିପାରିଲ ନା। ପ୍ରଥମେ ତମେ କଣ କରିବ, ପ୍ରଥମେ ତମେ କଣ କରିବ ନା ସାର୍ ଏସେ ଲେଖିବ। କଣ ଲେଖିବ ପିଲାମାନେ, ଆରେ କଣ ଲେଖିବ ଏସେ ଲେଖିବ। ଏସେ ତମମାନଙ୍କ ମନରୁ ଯାହା ଆସୁଛି ତମେ ଲେଖ, ତମମାନଙ୍କ ମନରୁ ଯାହା ଆସୁଛି। ତମେ ଯଦି ପର୍ଟିକୁଲାର କୌଣସି ଏସେ ଘୋଷି ଯାଇଛ ଠିକ ଅଛି, ଯଦି ତାକୁ ବି ଘୋଷିକି ଯାଇନ, ଯଦି ତାକୁ ବି କଣ ପଢିକି ଯାଇନ, ତାହେଲେ ତମମାନଙ୍କ ମନରୁ ଯାହା ଆସୁଛି ତମେ କଣ ଆଟଲିଷ୍ଟ ଲେଖିବାକୁ ଚେଷ୍ଟା କର। କିନ୍ତୁ ପେଜଟି ପିଲାମାନେ ଫିଲଅପ୍ କରିକି ଆସିବେ। ତମମାନଙ୍କୁ ଗୋଟେ ରିକ୍ୱେଷ୍ଟ ପିଲାମାନେ ପେଜଟି କଣ କରିବ ପିଲାମାନେ ଫିଲଅପ୍ କରିକି ଆସିବ। ଯଦି ପେଜ ଫିଲଅପ୍ ନ କରିକି ଆସିବ ଆଉ ଆସିଲେ କହିବନି ସାର୍ ଆପଣ କହିଥିଲେ ଲେଖିବା ପାଇଁ, ମନ ଇଚ୍ଛା ଲେଖିକି ପଳେଇ ଆସିଲ ମାର୍କ ପାଇଲନି। ଏସେ ପାଇଁ ତମକୁ ପେଜ ଫିଲଅପ୍ କରିବାର ଅଛି, ଆଟଲିଷ୍ଟ ପେଜଟା ଫିଲଅପ୍ କରିବାର ଅଛି ହେଲା। ଆଉ ମଝିରେ ଓଡ଼ିଆ ପସେଇଦବନି, ମଝିରେ ଓଡ଼ିଆ ପସେଇବନି, ଇଂଲିଶ ହିଁ ଲେଖିବ। ଆଟଲିଷ୍ଟ କଣ ତମକୁ ପେଜ ଫିଲଅପ୍ କରିବାର ଅଛି। ଆଉ ତମେ ଏଥିରୁ କେତେ ପାଇଯିବ ପିଲାମାନେ, ଆଟଲିଷ୍ଟ ତମେ ଧର ପିଲାମାନେ 3 ରୁ 4 ମାର୍କ ପାଇଗଲ, 3 ରୁ କେତେ ମାର୍କ ପାଇଯିବ 4 ମାର୍କ କଣ ତମେ ଏଥିରୁ ପାଇଯିବ। ନେକ୍ସଟ ଆସିଲା ପିଲାମାନେ ପ୍ୟାସେଜ। ପ୍ୟାସେଜକୁ ପିଲାମାନେ କଣ କରିବ, ଆରେ ପ୍ୟାସେଜକୁ କଣ କରିବ, ପ୍ୟାସେଜ ଦେଇଛି ପ୍ୟାସେଜକୁ କଣ କରିବ ଆନ୍ସର ଖୋଜିକି ପିଲାମାନେ ଖାଲି ଲେଖିବ। ପ୍ୟାସେଜକୁ ଆନ୍ସର ଖୋଜିକି ଲେଖିବ। ମେ ବି ଭୁଲ ହେଇଯାଇପାରେ, ମେ ବି ଠିକ ହେଇଯାଇପାରେ, କିନ୍ତୁ କିନ୍ତୁ ଅନୁମାନ ମାର୍କ କେତେ ପାଇବା ଆମେ 2 ରୁ 3 ମାର୍କ ପାଇଯିବା, 2 ରୁ 3 ମାର୍କ ଆରାମସେ ପାଇଯିବା, ଆରାମସେ ପାଇଯିବା। ନେକ୍ସଟ ହେଲା ଆପ୍ଲିକେସନ ଲେଟର। ଆପ୍ଲିକେସନ ଲେଟର ତାକୁ ବି ତମେ ଲେଖିବ, ଆପ୍ଲିକେସନ ଲେଖିବ କିମ୍ବା ଲେଟର ଯାହା ତମମାନଙ୍କୁ ଖୁସି ପିଲାମାନେ ତାକୁ ଲେଖ। ତ ସେଇ 5 ରୁ ପିଲାମାନେ ଆମେ କେତେ ପାଇଯିବା ନା 2 ଅଧେ ପାଇପାରିବା ନା ପାଇପାରିବାନି, ମତେ ଖାଲି ଏତିକି କୁହ 2 ଅଧେ ସାର୍ ପାଇପାରିବା ନା ପାଇପାରିବାନି, ପାଇପାରିବା, ପାଇପାରିବା। ନେକ୍ସଟ ଆସିଲା ପିଲାମାନେ କଣ ତମଙ୍କର ପ୍ରୋଜ ପୋଏଟ୍ରି। ପ୍ରୋଜ ପୋଏଟ୍ରି ତମର ଯୋଉ କେତେ ମାର୍କ ପଡୁଛି ପିଲାମାନେ 15 ମାର୍କ, ତମର କେତେ ମାର୍କ ପଡୁଛି ପିଲାମାନେ 15 ମାର୍କ ପଡୁଛି। ଏଇ 15 ମାର୍କରୁ ଏଇ 15 ମାର୍କରୁ ତମର ପିଲାମାନେ 7 ମାର୍କ ପାଇବ ନା ପାଇବନି, 7 ମାର୍କ ପାଇପାରିବ ନା ପାଇପାରିବନି। ପ୍ରୋଜ ପୋଏଟ୍ରି ପିଲାମାନେ ତମଙ୍କର 7 ମାର୍କ ଆସିବ ନା ଆସିବନି, 7 ମାର୍କ ଆରାମସେ ଆସିବ, 7 ମାର୍କ ପିଲାମାନେ ଆରାମସେ ଆସିବ। ମୁଁ ଅଧା ନେଇ କହୁଛି ପିଲାମାନେ, ଅଧା ନେଇ କହୁଛି 7 ମାର୍କ ଆରାମସେ ଆସିବ ପିଲାମାନେ। ଏବଂ ସମରି ଆଉ ତମର କଣ ହେଲା ରିପୋର୍ଟ ରାଇଟିଂ। ସମରି ରିପୋର୍ଟ ରାଇଟିଂ ଯୋଉ ରହିଲା ସମରି ହିଁ ଲେଖିବ ପିଲାମାନେ, ରିପୋର୍ଟ ରାଇଟିଂ ଜମା ଲେଖିବନି, କଣ ଲେଖିବ ସମରି ହିଁ ଲେଖିବ ହେଲା। ତମେ କଣ କରିବ ପିଲାମାନେ ସମରି କି ଟ୍ରାଏ କରିବ କଣ ଲେଖିବାକୁ। ସମରି ତମେ କଣ ପଏଣ୍ଟ କିଛି କାଟି କାଟି କିଛି ନୂଆ ଷ୍ଟେପ କାଢିକି ତମେ କଣ କରିବ ସମରି ହିଁ ଟ୍ରାଏ କରିବ ଲେଖିବାକୁ। 5 ରୁ ଆରାମସେ କେତେ ପାଇଯିବ ତମକୁ 2 ଅଧେ କଣ ପାଇଯିବ, 2 ଅଧେ ତ ଆରାମସେ ପାଇଯିବ ନା, 2 ଅଧେ କଣ ହେଇଯିବ ଆରାମସେ ପାଇଯିବ। ଏବଂ ଟ୍ରାନ୍ସଲେସନ ଯୋଉ ତମର ପଛରେ ରହିଗଲା ତାକୁ ଚେଷ୍ଟା କରିବ ପିଲାମାନେ ମନ ଇଚ୍ଛା ଲେଖିଲେ କିଛି ମାର୍କ ହିଁ ପାଇବନି, 10 ମାର୍କ ଆମେ ହାତ ଛଡା ବି କରିପାରିବାନି। ଚେଷ୍ଟା କରିବ ପିଲାମାନେ ତମମାନଙ୍କ ପାଖରେ ଯଦି କିଛି ଭଲ ପିଲା ବସୁଛନ୍ତି ତାକୁ ଲେଖିବା ପାଇଁ ପିଲାମାନେ ଗୋଟେ ଗୋଟେ ଲାଇନ, ଗୋଟେ ଟ୍ରାନ୍ସଲେସନ ଗୋଟେ ଲାଇନ ତମକୁ ସେ ମେ ବି ଗୋଟେ ପ୍ୟାସେଜ କଣ ଦେଇକି ପଚାରି ପାରେ, ନଚେତ କଣ ସିଙ୍ଗଲ ଲାଇନ ଦେଇକି ପଚାରି ପାରେ। ତମକୁ ସେ ଯାହା ହିଁ ପଚାରୁ ପଛେ ଆମକୁ କଣ ଟ୍ରାନ୍ସଲେସନ ପିଲାମାନେ ହାତ ଛଡା କରିବାର ନାହିଁ, ହାତ ଛଡା କରିବନି। 10 ରୁ ପିଲାମାନେ ଆଟଲିଷ୍ଟ ଚେଷ୍ଟା କରିବ, ମୁଁ ତମକୁ ରିକ୍ୱେଷ୍ଟ କରୁଛି 8 ମାର୍କ ପାଇବା ପାଇଁ। 8 ମାର୍କ ପାଇବା ପାଇଁ ତମକୁ ମୁଁ କଣ କହୁଛି ପିଲାମାନେ ସଜେଷ୍ଟ କରୁଛି ଯେମିତି ହେଲେ ପାଇଯାଅ, ଯେମିତି ହେଲେ ପାଇଯାଅ ପିଲାମାନେ 8 ମାର୍କ। ତମମାନଙ୍କ ମିନିମମ୍ ଏଠି କେତେ ରହିଯିବ ନା ସାର୍ 25 ପ୍ଲସ ରହିଯିବ ନା, ଆମର 25 ପ୍ଲସ ରହିଯିବ ନା। ଯଦି ଏଠି 25 ପ୍ଲସ ରହିଯାଉଛି ଆଉ ଏଠି ତମର ଅବଜେକ୍ଟିଭ କେତେ ରଖୁଛ 35 ପ୍ଲସ ରଖିଯାଉଛ, ତାହେଲେ ତମର ଆରାମସେ ପିଲାମାନେ କେତେ ରହିଯାଉଛି 60 ମାର୍କ ଆସିଯାଉଛି। 60 ମାର୍କ ପିଲାମାନେ ତମର ଆରାମସେ ଆସିଯିବ। ମୋର ଏଇ ଗୋଟେ ଜିନିଷ ପିଲାମାନେ ତମକୁ ମୁଁ ଯାହା କହିଲି ସେଇ ୱେରେ ପାଠ ପଢ। ତମମାନଙ୍କ ପାଇଁ ଆଉ କୌଣସି ଉପାୟ ନାହିଁ, କୌଣସି ଉପାୟ ନାହିଁ। ଗୋଟେ ଦିନ ରହିଲା ତମମାନଙ୍କ ପାଇଁ ଗ୍ୟାପ୍, ଗୋଟେ ଦିନରେ ତମେ କିଛି କରିପାରିବନି, କିଛି ବି କରିପାରିବନି। ତେଣୁ ତମମାନଙ୍କୁ ଯଦି ମାର୍କ ରଖିବାର ଅଛି, ତମମାନଙ୍କୁ ଯଦି ମାର୍କ ରଖିବାର ଅଛି ତାହେଲେ ଏଇ ଗୋଟେ ପ୍ରୋସେସ ଫଲୋ କର। ଇଜିଲି କଣ ପାଇବ ତମେ ମାର୍କ ପାଇପାରିବ, ନଚେତ ତମମାନଙ୍କୁ ମାର୍କ କେହି ବି ଦେଇପାରିବନି। ଯେତେ ଭିଡ଼ିଓ ଦେଖ, ଯେତେ ୟୁଟ୍ୟୁବରଙ୍କ ଭିଡ଼ିଓ ଦେଖ, ଯେତେ ସାର୍ ମାନେ କଣ କରନ୍ତୁ ତମକୁ ପାଠ ପଢେଇ ଦିଅନ୍ତୁ, ଗୋଟେ ଦିନରେ ତମେ କିଛି କରିପାରିବନି। ତମେ ତ ସବୁ ବାଖର ଦଳ, ବର୍ଷ ଯାକ ପାଠ ପଢି ପଢି କିଛି କରିପାରିବନି, ଗୋଟେ ଦିନରେ କଣ କରିଦବ ସାର୍ କିଛି କରିପାରିବନି। ୟେସ୍ କିଛି ବି କରିପାରିବନି। ଆଉ ଯେତେକ ପିଲାମାନେ ଭଲ ପିଲା ରହିଲ ତମମାନେ ଚେଷ୍ଟା କରିବ ପିଲାମାନେ ସବୁ କଣ କରିବାକୁ, ଚେଷ୍ଟା କରିବ କଣ କରିବାକୁ ଭଲ ୱାର୍ଡ, ଗୁଡ୍ ୱାର୍ଡ ୟୁଜିଂ କରିକି ଲେଖିବାକୁ ପିଲାମାନେ। ପ୍ୟାସେଜ ଯଦି ଲେଖୁଛ, ଯଦି ପିଲାମାନେ ପ୍ୟାସେଜ ଲେଖୁଛ, ଯଦି ରିପୋର୍ଟ ରାଇଟିଂ ନ ଲେଖି ଯଦି ପ୍ୟାସେଜ ଲେଖୁଛ, ମନ ଇଚ୍ଛା ପିଲାମାନେ ଗୋଟେ ଗୋଟେ ଷ୍ଟେପ କଣ କାଟିକି ପିଲାମାନେ ଲେଖିଦବନି। ତମକୁ ପିଲାମାନେ ନିଜ ୱେରେ କଣ ପିଲାମାନେ ପ୍ୟାସେଜ ଟାକୁ କଣ କରିବ ପିଲାମାନେ ରିଡିଂ କରିକି, ପ୍ୟାସେଜ ଟାକୁ କଣ କରିବ ପିଲା ରିଡିଂ କରିକି ତାପରେ କଣ କରିବ ପିଲାମାନେ ତାକୁ କଣ କରିବ ସମରି ଲେଖିବ। ସମରି ଯୋଉ ଲେଖୁଛ ପିଲାମାନେ ମନ ଇଚ୍ଛା ଲେଖିଦବନି, କଣ କରିବ ପ୍ୟାସେଜ ଟାକୁ ଫାଷ୍ଟ ରିଡିଂ କରିବ ଏବଂ କଣ କରିବ ନିଜ ଓନ୍ ୱାର୍ଡ ପିଲାମାନେ ୟୁଜ କରିକି କଣ ଲେଖିବ ସମରି ଲେଖିବ, ଗୋଟେ ଭଲ ହେଡିଂ ଟେ କଣ ଦେଇଥିବ ପିଲାମାନେ। ଏହା ଟ୍ରାଏ କର, ଆରାମସେ ତମମାନଙ୍କୁ ମାର୍କ ରହିଯିବ ପିଲାମାନେ ହେଲା। ଆଉ ତମମାନଙ୍କୁ ମୁଁ କହି ରଖୁଛି ପିଲାମାନେ ଯେତେକ ଭଲ ପିଲା ଭିଡ଼ିଓ ଦେଖୁଛ ପିଲାମାନେ 90 ପ୍ଲସ ଆଶା ରଖିଛ। ତମକୁ ଯଦି 90 ପ୍ଲସ 90 ଯଦି ଚାହୁଁଛ ନା, ଯଦି 90 ଚାହୁଁଛ ତାହେଲେ ତମକୁ ଏମସିକ୍ୟୁ କେତେ ରଖିବାକୁ ପଡିବ, ଏମସିକ୍ୟୁ କେତେ ରଖିବାକୁ ପଡିବ ମାନେ 45 ପ୍ଲସ ରଖିବାକୁ ହିଁ ପଡିବ। ଏମସିକ୍ୟୁ 50 ରୁ 45 ପ୍ଲସ ଯଦି ନ ରହିଲା ତାହେଲେ ଆଶା ଭୁଲିଯିବ, ତମର 90 ରହିବନି, 90 ରହିବ ହିଁ ନାହିଁ ପିଲାମାନେ, 90 ପ୍ଲସ ରହିବ ହିଁ ନାହିଁ। ତ ଏହା ଥିଲା ମୋର ଛୋଟ ଭିଡ଼ିଓ ପିଲାମାନେ। ମୋ ପ୍ରୟାସ ପିଲାମାନେ ତମକୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖ ଏବଂ ସବସ୍କ୍ରାଇବ କରିନ
ସବସ୍କ୍ରାଇବ୍ କର, ସାଙ୍ଗେ ସାଙ୍ଗେ ସବସ୍କ୍ରାଇବ୍ କର। ଯଦି ସବସ୍କ୍ରାଇବ୍ ନ କରିବ ତାହେଲେ ଏକ୍ଜାମ୍ ଭଲ ହବନି, ଜମା ଏକ୍ଜାମ୍ ଭଲ ହବନି। ସବସ୍କ୍ରାଇବ୍ କର ଭିଡ଼ିଓଟିକୁ ଏବଂ ଲାଇକ୍ କର ସାଙ୍ଗେ ସାଙ୍ଗେ ଭିଡ଼ିଓଟିକୁ ପିଲାମାନେ, ନିହାତି ଭାବେ ତମ ଏକ୍ଜାମ୍ ଭଲ ହବ। ଏବଂ ଦେଖା ହବା ତମମାନଙ୍କର ଇଂଲିଶ ଏକ୍ଜାମ୍ ସରିଲା ପରେ ସବୁ ଯାକ ସେଟ୍ କର ଆନ୍ସରକୁ ଆନାଲିସିସ୍ କରିବାକୁ ନେଇକି। ଧନ୍ୟବାଦ।